ଆମର ଧୂଆଁ ଦିଆଯାଇଛି। ଧୂଆଁ ପାଣି ହେଲା ପରେ ତାପରେ ଅଧା କିଲୋ ମହମବତୀ ପଡ଼ୁଛି। ତାପରେ ମହମବତୀ ପାଣି ହେଲା ପରେ ରିଫାଇନ୍ ତେଲ ଦିଆଗଲା। ତେଲ ପଡ଼ି ସାରିଲା ତାପରେ 10 ମିନିଟ୍ ପରେ ତାପରେ କଳା ଏଇଟା କଳା ପାଣି ପରେ ଗୋଟେ କପଡ଼ା ଧରା ହେଇଛି। ତାପରେ ଏମିତି ଛଣାଯିବ। ଆଣିଲା ପରେ ଦେଖନ୍ତୁ ମହମ ଗାଳା ସଇଲା। ମହମ ଥଣ୍ଡା ହେବାକୁ 2 ଘଣ୍ଟା ଲାଗିବ। ତାପରେ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଆମେ ଜଣେଇବୁ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଗୋଟେ ଲାଇକ୍ ଆଉ ଗୋଟେ ସବସ୍କ୍ରାଇବ୍ କରିଦେବେ।